ଏମିତି କେଉଁ ଦେଶ ଅଛି ଯେଉଁଠିକି ମଣିଷଠାରୁ ଅଧିକ କଙ୍ଗାରୁ ରହନ୍ତି? ଅପସନ୍ ଏ ଆମେରିକା, ଅପସନ୍ ବି ଇଟାଲୀ, ଅପସନ୍ ସି ଅଷ୍ଟ୍ରେଲିଆ, ଅପସନ୍ ଡି ଆଫ୍ରିକା। ସୋ ଫ୍ରେଣ୍ଡସ୍, ଆପଣମାନେ ପ୍ରତିଟି ପ୍ରଶ୍ନରେ 5 ସେକେଣ୍ଡ ଟାଇମ୍ ପାଇବେ। ଯଦି ଏହାର ଉତ୍ତରଟି ଜାଣିଥିବେ ତାହେଲେ ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ। ସୋ ଫ୍ରେଣ୍ଡସ୍, ଟାଇମ୍ଟି ଶେଷ ହୋଇସାରିଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆରେ ମଣିଷଠାରୁ ଅଧିକ କଙ୍ଗାରୁ ରହନ୍ତି। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଭୋଜନକୁ କେତେ ଥର ଚୋବାଇ ଖାଇବା ଉଚିତ? ଅପସନ୍ ଏ 12 ଥର, ଅପସନ୍ ବି 22 ଥର, ଅପସନ୍ ସି 30 ଥର ଏବଂ ଅପସନ୍ ଡି 32 ଥର। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ତ ଫ୍ରେଣ୍ଡସ୍, ସମୟଟି ଶେଷ ହୋଇସାରିଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି 32 ଥର। ଭୋଜନକୁ 32 ଥର ଚୋବାଇ ଖାଇବା ଉଚିତ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ଚନ୍ଦ୍ରମଣ୍ଡଳକୁ ଏପର୍ଯ୍ୟନ୍ତ କେତେ ଲୋକ ଯାଇସାରିଛନ୍ତି? ଅପସନ୍ ଏ 12 ଜଣ, ଅପସନ୍ ବି 10 ଜଣ, ଅପସନ୍ ସି 14 ଜଣ ଏବଂ ଅପସନ୍ ଡି 16 ଜଣ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ତ ଫ୍ରେଣ୍ଡସ୍, ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ 12 ଜଣ। ଚନ୍ଦ୍ରମଣ୍ଡଳକୁ ଏପର୍ଯ୍ୟନ୍ତ 12 ଜଣ ଯାଇସାରିଛନ୍ତି। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଚନ୍ଦ୍ରମଣ୍ଡଳରେ ପ୍ରଥମେ ପାଦ ଦେଇଥିବା ବ୍ୟକ୍ତିଙ୍କ ନାମ କ'ଣ? ଅପସନ୍ ଏ ନିଲ୍ ଆର୍ମଷ୍ଟ୍ରଙ୍ଗ, ଅପସନ୍ ବି ସୁନିତା ୱିଲିୟମ୍ସ, ଅପସନ୍ ସି କଳ୍ପନା ଚାୱଲା ଏବଂ ଅପସନ୍ ଡି ବଞ୍ଜ ଏଲ୍ଡ୍ରିନ୍। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ନିଲ୍ ଆର୍ମଷ୍ଟ୍ରଙ୍ଗ। ଚନ୍ଦ୍ରମଣ୍ଡଳରେ ପ୍ରଥମେ ପାଦ ଦେଇଥିଲେ ନିଲ୍ ଆର୍ମଷ୍ଟ୍ରଙ୍ଗ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ଗ୍ରହକୁ ନୀଳ ଗ୍ରହ ବି କୁହାଯାଏ? ଅପସନ୍ ଏ ଶନି ଗ୍ରହ, ଅପସନ୍ ବି ମଙ୍ଗଳ ଗ୍ରହ, ଅପସନ୍ ସି ଚନ୍ଦ୍ରମଣ୍ଡଳ ଏବଂ ଅପସନ୍ ଡି ପୃଥିବୀ ଗ୍ରହ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ତ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ପୃଥିବୀ ଗ୍ରହ। ପୃଥିବୀ ଗ୍ରହକୁ ନୀଳ ଗ୍ରହ ବି କୁହାଯାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ପ୍ରଜାପତିର ଜୀବନ କେତେ ଦିନର ହୋଇଥାଏ? ପ୍ରଜାପତିର ଜୀବନ କେତେ ଦିନର ହୋଇଥାଏ? ଅପସନ୍ ଏ 25 ଦିନ, ଅପସନ୍ ବି 15 ଦିନ, ଅପସନ୍ ସି 45 ଦିନ ଏବଂ ଅପସନ୍ ଡି 3 ମାସ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ସୋ ଫ୍ରେଣ୍ଡସ୍, ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି 45 ଦିନ। ପ୍ରଜାପତିର ଜୀବନ 45 ଦିନର ହୋଇଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। କେଉଁ ପ୍ରାଣୀର 12,000 ଆଖି ଅଛି? ଅପସନ୍ ଏ ଠେକୁଆ, ଅପସନ୍ ବି ମୂଷା, ଅପସନ୍ ସି ତିମି, ଅପସନ୍ ଡି ରାଜକୀୟ ପ୍ରଜାପତି। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ରାଜକୀୟ ପ୍ରଜାପତି। ରାଜକୀୟ ପ୍ରଜାପତିର 12,000 ଆଖି ଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ପ୍ରାଣୀ ନାକ ଏବଂ ଆଖି ଦ୍ୱାରା ନିଶ୍ୱାସ ନେଇଥାଏ? ଅପସନ୍ ଏ ହରିଣ, ଅପସନ୍ ବି ସାପ, ଅପସନ୍ ସି କଇଁଛ, ଅପସନ୍ ଡି କୁମ୍ଭୀର। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ତ ସାଙ୍ଗମାନେ, ଆପଣମାନଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ହରିଣ। ହରିଣ ନାକ ଏବଂ ଆଖି ଦ୍ୱାରା ମଧ୍ୟ ନିଶ୍ୱାସ ନେଇପାରେ। ଚାଲନ୍ତୁ ଦେଖିବା ନେବା ପରବର୍ତ୍ତୀ ପ୍ରଶ୍ନ। ମଣିଷର କେଉଁ ଅଙ୍ଗ ଯାହାକି
ମୃତ୍ୟୁ ପରେ ବି ବଢ଼ିବାକୁ ଲାଗିଥାଏ? ଅପସନ୍ ଏ ଦାନ୍ତ, ଅପସନ୍ ବି ଘୋଡ଼ା, ଅପସନ୍ ସି ଚୁଟି ଏବଂ ଅପସନ୍ ଡି ନଖ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1. Welcome. ତ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ନଖ। ମଣିଷ ମଲା ପରେ ବି ନଖ ବଢ଼ିବାକୁ ଲାଗିଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ଦେଶର ଲୋକ ବେଶୀ ଦିନ ବଞ୍ଚିଥାନ୍ତି? ଅପସନ୍ ଏ ପାକିସ୍ତାନ ଆଣ୍ଡ ଚୀନ, ଅପସନ୍ ବି ସାଉଦି ଆରବ, ଅପସନ୍ ସି ଆମେରିକା ଅଷ୍ଟ୍ରେଲିଆ ଏବଂ ଅପସନ୍ ଡି ଦୁବାଇ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1. Welcome. ତ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଆମେରିକା ଓ ଅଷ୍ଟ୍ରେଲିଆ। ଆମେରିକା ଏବଂ ଅଷ୍ଟ୍ରେଲିଆର ଲୋକମାନେ ବେଶୀ ଦିନ ବଞ୍ଚିଥାନ୍ତି। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ବେଶୀ ସମୟ ଶୋଇ ରହୁଥିବା ପ୍ରାଣୀ କିଏ ଅଟେ? ଅପସନ୍ ଏ ସାପ, ଅପସନ୍ ବି ଚିଙ୍ଗୁଡ଼ି, ଅପସନ୍ ସି କୁମ୍ଭୀର ଏବଂ ଅପସନ୍ ଡି ବେଙ୍ଗ। ଯଦି ଆପଣମାନେ ଏହାର ଉତ୍ତର ଜାଣିଛନ୍ତି ତାହେଲେ କମେଣ୍ଟ କରନ୍ତୁ। ଆଉ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ବେଙ୍ଗ। ବେଙ୍ଗ ବେଶୀ ସମୟ ଯାଏଁ ଶୋଇ ରହିଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ପକ୍ଷୀର ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ? ଅପସନ୍ ଏ ଶାଗୁଣା ଓ ପାରା, ଅପସନ୍ ବି ଶୁଆ, ଅପସନ୍ ସି କାଉ ଏବଂ ଅପସନ୍ ଡି ବଗ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1. Welcome. ତ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଶାଗୁଣା ଓ ପାରା। ଶାଗୁଣା ପାରାର ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। କେଉଁ ଜୀବର ପାକସ୍ଥଳୀ ତାର ମୁଣ୍ଡରେ ଥାଏ? ଅପସନ୍ ଏ ହାତୀ, ଅପସନ୍ ବି ଚିଙ୍ଗୁଡ଼ି, ଅପସନ୍ ସି ହରିଣ ଏବଂ ଅପସନ୍ ଡି ସାପ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1. Welcome. ତ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଚିଙ୍ଗୁଡ଼ି। ଚିଙ୍ଗୁଡ଼ିର ପାକସ୍ଥଳୀ ତାର ମୁଣ୍ଡରେ ଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଏମିତି କେଉଁ ଜୀବ ଅଛି ଯିଏକି ବାଘକୁ ବି ମାରିଦେଇପାରେ? ଅପସନ୍ ଏ ଚିଲ, ଅପସନ୍ ବି ପାରା, ଅପସନ୍ ସି ଶାଗୁଣା ଏବଂ ଅପସନ୍ ଡି ଓଟପକ୍ଷୀ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1. Welcome. ତ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଓଟପକ୍ଷୀ। ଓଟପକ୍ଷୀ ବି ସମୟ ସମୟରେ ବାଘକୁ ବି ମାରିଦେଇପାରେ। ଚାଲନ୍ତୁ ଦେଖିନେବା ଆଜିର ଶେଷ ପ୍ରଶ୍ନ କ'ଣ ରହିଛି। ଆଜିର ଶେଷ ପ୍ରଶ୍ନ ହେଉଛି ଅଧିକ ପଚି ଯାଇଥିବା କଦଳୀ ଖାଇଲେ କେଉଁ ସମସ୍ୟା ହୋଇଥାଏ? ଅପସନ୍ ଏ ପେଟ ଯନ୍ତ୍ରଣା, ଅପସନ୍ ବି ଖାସ, ଅପସନ୍ ସି ଜ୍ୱର ଏବଂ ଅପସନ୍ ଡି ଗ୍ୟାସ୍। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1. Welcome. ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ପେଟ ଯନ୍ତ୍ରଣା। ଅଧିକ ପଚି ଯାଇଥିବା କଦଳୀ ଖାଇଲେ ପେଟ ଯନ୍ତ୍ରଣା ହୋଇଥାଏ।